ଆଜି ହେଉଛି 3/12/25। ଆଚ୍ଛା ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପଦାଦାଙ୍କୁ ୟାର ପ୍ୟାର ଗୁଡ୍ ମର୍ଣ୍ଣିଂ, ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଏପରି କୌଣସି କର୍ମ କରିବା ଉଚିତ ନୁହେଁ ଯେପରି ମନକୁ ପାପ ଛୁଉଁଥିବ। ସମ୍ପୂର୍ଣ୍ଣ ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ଦେହ ଅଭିମାନର ଦୁର୍ଗନ୍ଧକୁ ବାହାର କରିବାକୁ ପଡ଼ିବ। ତାହେଲେ ଆମେ ଏମିତି କୌଣସି କର୍ମ କରିବାନି ଯେମିତିକି ଆମ ମନକୁ ପାପ ଛୁଇଁବ। ମୁଁ ଏ ଖରାପ କର୍ମ କରିଦେଲି, ୟା କରିଦେଲି, ତା କରିଦେଲି, ତାହେଲେ ଆମ ମନକୁ ପାପ ଛୁଇଁବ ନାହିଁ। ଭଲ କର୍ମ କଲେ ପାପ ଛୁଇଁବ କି? ନା। ଦେହ ଅଭିମାନର ଦୁର୍ଗନ୍ଧକୁ ବାହାର କରିଦେବାକୁ ପଡ଼ିବ। ଯୋଉ ଆମେ ଦେହ ଭାବୁଛେ, ଶରୀର ଭାବୁଛେ, ସେ ଦୁର୍ଗନ୍ଧକୁ ବାହାରକୁ ଫୋପାଡ଼ି ଦେବ। ନମ୍ବର 2, ନିଜର ଚଳଣିକୁ ମଧ୍ୟ ବହୁତ ରାଜକୀୟ ରଖିବାକୁ ପଡ଼ିବ। ତମର ଚାଲି ଚଳଣି ସବୁ ଜିନିଷ ଯେମିତି ଯିଏ ଦେଖିଦବ ରାଜକୀୟ କରିବାକୁ ପଡ଼ିବ। ହୋଲିଏଷ୍ଟ ଅଫ୍ ହୋଲି ହେବା ପାଇଁ ପୁରା ପୁରୁଷାର୍ଥ କରିବାକୁ ପଡ଼ିବ। ମାତାଜୀ, ହୋଲିଏଷ୍ଟ ହୋଲି ପୁରା ପୁରୁଷାର୍ଥ କରିବ। ମୁଁ ବାବାର, ବାବା ମୋର ହେଲା। ମୁଁ ହଉଛି ମୁଁ ଏ ଶରୀର ନୁହେଁ, ମୁଁ ଆତ୍ମା। ମୁଁ ଘର ହଉଛି ଶାନ୍ତିଧାମ, ପରମଧାମ। ଏସବୁ ହଉଛି କଣ କରିବ? ପୁରା ପୁରୁଷାର୍ଥ କରିବ ତମେ ଯୋଗ ବଳରେ। ଶିବ ବାବାଙ୍କ ସନ୍ତାନ, ଶିବ ବାବାଙ୍କର ସନ୍ତାନ ଆମେ ପରମଧାମ ବାସିନ୍ଦା। ଦୃଷ୍ଟି ମଧ୍ୟ ଏପରି ନ ହେଉ ଯାହାଦ୍ୱାରା କି ପଦ ଭ୍ରଷ୍ଟ ହେଉଥିବ। ଏମିତି ତମର ଦୃଷ୍ଟି ନ ହବ ଯେ ପଦ ତମର ଚାଲିଯିବ। ବରଦାନ, ନିରାଶା ରୂପୀ ଅଗ୍ନି ଉପରେ ବସିଥିବା ଆତ୍ମାମାନଙ୍କୁ ନୂଆ ଜୀବନର ଦାନ ଦେଉଥିବା ତ୍ରିମୂର୍ତ୍ତି ପ୍ରାପ୍ତରେ ସମ୍ପନ୍ନ ଭବ। ସଙ୍ଗମ ଯୁଗରେ ବାବାଙ୍କ ଦ୍ୱାରା ପ୍ରତ୍ୟେକ ସନ୍ତାନକୁ ସଦା ସୁସ୍ଥ, ସଦା ସମୃଦ୍ଧି ଏବଂ ସଦା ଖୁସିରେ ରହିବାର ତ୍ରିମୂର୍ତ୍ତି ବରଦାନ ପ୍ରାପ୍ତ ହୋଇଥାଏ। ଯେଉଁ ପିଲାମାନେ ଏହି ତିନୋଟି ଯାକ ପ୍ରାପ୍ତିରେ ସର୍ବଦା ଭରପୁର ରହିଥାନ୍ତି, ସେମାନଙ୍କର ଖୁସି ବାସିଆ ହର୍ଷିତ ମୁଖ ଚେହେରାକୁ ଦେଖି ମନୁଷ୍ୟମାନଙ୍କୁ ବଞ୍ଚି ରହିବାର ଉମଙ୍ଗ ଓ ଉତ୍ସାହ ମିଳିଥାଏ। କାହିଁକି ନା ଏବେ ମନୁଷ୍ୟମାନେ ଜୀବିତ ଥିଲେ ମଧ୍ୟ ନିରାଶାର ଅଗ୍ନି ଉପରେ ବସିଛନ୍ତି। ଏବେ ଏହିଭଳି ଆତ୍ମାମାନଙ୍କୁ ମରଜୀବୀ କର, ନୂଆ ଜୀବନର ଦାନ ନିଅ। ସର୍ବଦା